ଦେଖିଲ ଏ ଆମ ଆଳୁ ମନ୍ତ୍ରୀ ଗାଲୁଆମି ସାର୍ କଣ କହୁଛନ୍ତି। ओडिशार हिताधिकारीଙ୍କ ପାଇଁ मुंड पिछा अधिक 5 किलो लेखाएं चाउल मिल पारे ए दिगरे मुख्यमंत्रीଙ୍କ स्तରରେ आलोचना चलथिबा बड़ सूचना देइचंती राज्य खाद्य जोगाण मंत्री कृष्णचंद्र पात्र। 5 किलो चाउल बंद करिक 10 किलो नाका चाउल बढ़िया ପାଇଁ चेष्टा କରୁଛନ୍ତି। आलू पाइलो ନାହିଁ ସେଥିରୁ ବିହାରରୁ ଆଣିକି ଦବା ୟୁପିରୁ ଆଣିକି ଦବା ଏଇଆ କହି କହିକି ଲାଷ୍ଟ ମମତା ବାନାର୍ଜୀର ଗୋଡ ତଳେ ପଇଲ। ପୁଣି ଚାଉଳ ତମେ 10 କିଲୋ ଦବ କାହିଁକିନା ଉପନିର୍ବାଚନ ଆଉଛି ନୂଆପଡାରେ ନା ସେଥିପାଇଁ କି ଗାଲୁଆମି କରିବା ପାଇଁ ଜାଗା ପାଇଲନି ଆଉ ଆସିକି ସବୁ ନୂଆ ଓଡିଶାବାସୀଙ୍କୁ ସବୁ ଗରିବ ଲୋକଙ୍କୁ ଭକୁଆ ବନେଇବା ପାଇଁ ଚେଷ୍ଟା କରୁଛ। ଆଚ୍ଛା ମତେ ଗୋଟେ କହିଲ ଆମ ଆଳୁ ସାରେ ଗହମ ସାରେ କହିଲେ ଚାଉଳ 5 କିଲୋ ଲେଖା ଦଉଥିଲ ଗହମ ତା ସାଙ୍ଗରେ 3 କିଲୋ ଲେଖା ଦଉଥିଲ ସେ ଗହମଟା କୁଆଡେ ଗଲା। ଆଜି ଯୋଉ 8 ବର୍ଷ ହେଲା ଗହମଟା ବନ୍ଦ କରିଦେଇ ସାରିଲନି ସେ ଗହମଟା ତମେ ପୁରା କେନ୍ଦ୍ରରେ ଅଛ। ଗହମ ଦଉଥିଲ ଗରିବ ଲୋକର ଗହମଟାକୁ ଛଡେଇ ନେଇକି ଚିନିଟାକୁ ଛଡେଇ ନେଇକି ଆଜି ଚାଉଳ 5 କିଲୋ ଲେଖା ଦଉଛ ସେଇଥିରେ କହୁଛ କାହା ରାସନ କାର୍ଡ କାଟିଦବ କାହାର 10,000 ଇନକମ ଥିବ ତା ରାସନ କାର୍ଡ ବନ୍ଦ ଗରିବ ଲୋକଙ୍କୁ କହୁଛ ପୁଣି ଆଜି କହୁଛ 10 କିଲୋ ଲେଖା ସବୁ ଦବ। ପୁଣି ଆଉ ଗୋଟେ ଦେଖିଲ ଆମ ମୋହନ ମୁରଲୀଧରଙ୍କର ଗୋଟେ ଆଉ ଗୋଟେ ବଚନ महिला को मिलिबो मागणा कार खाली कार नुहे मागणा ड्राइविंग तालीम सहित ग्राहक सेवा भी मिलिबो। महिला को विकास पाई ओडिशा सरकार आरंभ करबा को जाउछंती आम सुबाहक योजना। ଦେଖିଲେ ନା ମହିଳା ମାନଙ୍କୁ ମିଳିବ କାର ମାନେ ଶଳା ମହିଳା ମାନେ ଘରୁ ବାହାରି ପାରୁନାହାନ୍ତି ଅସୁରକ୍ଷିତ ମହିଳା ମରି ଯାଉଛନ୍ତି। ମହିଳା ନାରୀ ମାନେ ନିର୍ଯାତନା ନାରୀ ସୁରକ୍ଷା ନାହିଁ ଓଡିଶାରେ ପୁରା ସେଥିରେ ମୋହନ ମାନେ ମୁରଲୀ ଆସିକି କଣ କହୁଛନ୍ତି ନା ପୁରା ବଇଁଶୀ ବଜେଇକି କାର ଦେବେ ମହିଳା ମାନଙ୍କୁ ସୁରକ୍ଷିତ ରଖିବେ। ଦେଖ ମୁଁ ଯଦି ମିଛ କହୁଛି ଦେଖିଲେ ନା ଇଏ ହଉଛି ଆମର ମୁରଲୀଧରଙ୍କର ସବୁ ନୂଆ ନୂଆ କାହାଣୀ ଗୋଟେ ଗୋଟେ କିଛି କରି ପାରୁନାହାନ୍ତି। ଲୋକ କହୁଛନ୍ତି ଅପାରଗ ସରକାର ୟା ଦ୍ୱାରା କିଛି ହେଇପାରିବନି ଶାଗ ସିଝିବନି। ପୁଣି ଆଉ ଗୋଟେ ଦେଖିଲ पंचमरु षष्ठ जीव कि सप्तमरु अष्टम जीव कि नवमरु दशम को जीव 5 एकादशम को जीव से प्रत्येक जिला को छात्र छात्री मान 5,000 टंका लेखा हाथ खर्च दिज्व। ଦେଖିଲ ସାର୍ ଆମର ମାନେ ଯୋଜନା ମାଳାମାଳ କହିନି ମୁଁ ସବୁ କାମର ଦୁର୍ବଳ ପିଲାମାନଙ୍କୁ ଯଦି ବା ମିଳୁଥିଲା ଏଇ ଯୋଉ ଏସଏସଟି ପିଲା ରହିଛନ୍ତି ଏସଏସଟି ପିଲା ରହିଛନ୍ତି ଏସଟି ପିଲା ରହିଛନ୍ତି ତାଙ୍କୁ ଯୋଉ ଷ୍ଟାଇପେଣ୍ଡ ଆକାରରେ ନବୀନ ବାବୁ ଦଉଥିଲେ 300 ହଉ 500 ହଉ ଯାହା ଦଉଥିଲେ ମାସିକ ପଢା ଖର୍ଚ୍ଚରେ ସେଇଟାকে ବି ଇଏ ସରକାର ଆସିକି ପୁରା ବନ୍ଦ କରିଦେଇଛି। ହେଲେ ଏଠି ମୁହଁର ଭାଷଣ ଦଉଛି କଣ ଆମେ ଆସିଲେ ପଞ୍ଚମରୁ ଗଲେ ଷଷ୍ଠ ଷଷ୍ଠରୁ ଗଲେ ସପ୍ତମ ଆମେ 5,000 ଲେଖା ଟଙ୍କା ପିଲାମାନଙ୍କୁ ଦେବୁ। ଦେଖିଲ ଗୋଟେ ଟଙ୍କା ନାହିଁ ଗୋଟେ ଟଙ୍କା ମିଳୁନି। ଆଜି ପଚାର ମୁଁ ଯଦି ମିଛ କହୁଛି ସ୍କୁଲକୁ ପଚାର କିଏ ପିଲାମାନେ କେତେ ଟଙ୍କା ପାଇଲେନି କେହି ଗୋଟେ ଟଙ୍କା ପାଉନାହାନ୍ତି। ତେଣୁ ଏଇଥିରୁ ଆମ ଭଲ ଥିଲେ ସବୁଠୁ ବେଟର କିଏ ନା ଆମ ନବୀନ ପଟ୍ଟନାୟକ ଖୁବ ସୁନ୍ଦର ଥିଲେ ଯାହା କହୁଥିଲେ ଯେତିକି କହୁଥିଲେ ପିଲାମାନଙ୍କୁ ଉତ୍ସାହ ରଖୁଥିଲେ ଏବଂ ଯାହା କହୁଥିଲେ ଦଉଥିଲେ। କିନ୍ତୁ ଇଏ ଗୋଟେ ଆଇଛି ଖାଲି ମୁରଲୀ